ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେମାନେ ପ୍ରଭୁ ଯୀଶୁଙ୍କର ଖୁଣ୍ଟକୁ ଆମେ ଦେଖିବା। ଆଉ ଇଏ କୌଣସି ସାଧାରଣ ଖୁଣ୍ଟ ନୁହେଁ। ଏହି ଖୁଣ୍ଟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବନ୍ଧା ଯାଇଥିଲା ଏବଂ 39 ଥର କୋରଡ଼ା ପ୍ରହାର କରାଯାଇଥିଲା। ସେ ଖମ୍ବକୁ ବା ସେ ଖୁଣ୍ଟକୁ ଆଜି ମଧ୍ୟ ସାଇତି କରିକି ରଖାହେଇଛି। ତେବେ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଭାଗ୍ୟବାନ, ଆମମାନଙ୍କର ସୌଭାଗ୍ୟ ଯେ ଆମ୍ଭେମାନେ ସବୁ ବାଇବେଲର ପ୍ରମାଣ ଗୁଡ଼ିକ ଆମେ ଦେଖୁଅଛୁ। ଇସ୍ରାଏଲ ଦେଶକୁ ନ ଯାଇ ମଧ୍ୟ ଆମେମାନେ ଘରେ ବସିକି ସୋସିଆଲ ମିଡ଼ିଆ ଜରିଆରେ ଆମେମାନେ ବାଇବେଲ ରିଲେଟେଡ଼ ଜାଗା ଗୁଡ଼ିକୁ ବା ବାଇବେଲର ପ୍ରମାଣ ସବୁ ଆମେମାନେ ନିଜ ଆଖିରେ ଆମେ ଦେଖୁଅଛୁ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଖୁଣ୍ଟରେ ବନ୍ଧା ହେଇଥିଲା, ତାଙ୍କୁ 39 ଥର କୋରଡ଼ା ପ୍ରହାର କରାଯାଇଥିଲା। ସେଥିପାଇଁ ଯିଶାୟ ଭବିଷ୍ୟତ ବକ୍ତା ସେ ଭାବବାଣୀ କରନ୍ତି ଯେ ତାହାଙ୍କ ପ୍ରହାରରେ ଆମେମାନେ ସୁସ୍ଥ ହେଲୁ। ତାହାଙ୍କୁ 39 ଥର କୋରଡ଼ା ପ୍ରହାର କରାଗଲା ଏବଂ ଆମ୍ଭେମାନେ ସୁସ୍ଥ ହେଲୁ। ଆମ୍ଭେମାନେ କେଉଁଥିରେ ଆମେ ସୁସ୍ଥ ହେଲୁ? ଆମ୍ଭେମାନେ ରୋଗରୁ ସୁସ୍ଥ ହେଲୁ। ଆଉ ଏଇ ରୋଗ ଆତ୍ମିକ ଏବଂ ଶାରୀରିକ ଦୁଇଟି ଯାକ ବୁଝାଏ। ଯଦି ଆମେମାନେ ବିଶ୍ୱାସ କରୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୋ ନିମନ୍ତେ କୋରଡ଼ା ପ୍ରହାର ସହିଲେ ଏବଂ ତାହାଙ୍କର କୋରଡ଼ା ପ୍ରହାରରେ ମୁଁ ସୁସ୍ଥ ହୋଇଅଛି, ଯଦି ଏଇ ବିଶ୍ୱାସ ଆମମାନଙ୍କ ମଧ୍ୟରେ ଅଛି, ତେବେ ଆମମାନଙ୍କର ଶାରୀରିକ ସମସ୍ୟା ଦୂର ହୋଇଯିବ। ଅନେକ କହନ୍ତି ଯେ ଯଦି ପ୍ରାର୍ଥନା ଦ୍ୱାରା ରୋଗ ସବୁ ଭଲ ହୋଇଯାଉଛି, ତେବେ ହସ୍ପିଟାଲ ଗୁଡ଼ିକ କାହିଁ ଖୋଲା ହେଇଛି? ମୋର ସିଧା ମୋର ଉତ୍ତର ହେଉଛି ଯେ ହସ୍ପିଟାଲ ସେଇମାନଙ୍କ ନିମନ୍ତେ ଖୋଲା ହେଇଛି ଯେଉଁମାନେ ଅବିଶ୍ୱାସ କରନ୍ତି। ଆଉ ଇଏ ହେଉଛି ମୁଁ ଦେଖାଇଥିଲି ଆପଣଙ୍କୁ ପୂର୍ବ ଭିଡ଼ିଓରେ, ଆଉ ଥରେ ଆପଣଙ୍କୁ ଦେଖାଉଅଛି। 2 ଚୋରଙ୍କର କବର। ଆଉ ଯେଉଁ 2 ଚୋରଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର 2 ପଟେ ମରା ହେଇଥିଲା, ଆଉ ତାହାଙ୍କର କବର ଆଜି ବି ଅଛି। ଇଏ ମଧ୍ୟ ଆଉ ଗୋଟେ ପ୍ରମାଣ। କିନ୍ତୁ ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଦେଖାଇବି ପ୍ରଭୁ ଯୀଶୁଙ୍କର ଖୁଣ୍ଟ। ତେବେ ଏ ସମସ୍ତ ବିଷୟକୁ ମୁଁ ଆଉ ଥରେ ଦେଖାଇଲି, ଆଉ ଦେଖାଇବା ନିମନ୍ତେ ଇଚ୍ଛା ପ୍ରକାଶ କଲି ଆପଣମାନଙ୍କୁ ଯେ ଦେଖନ୍ତୁ, ଏଇ 2 କବର ହେଉଛି 2 ଚୋରଙ୍କର। ଜଣେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିନ୍ଦା କଲା, ଆଉ ଜଣେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରଶଂସା କଲା, ଆଉ ନିଜର ଭୁଲ ପାଇଁ ଅନୁତାପ କଲା। ଜଣେ ଚୋର କହୁଛି ଯେ ତୁମେ ଯଦି ସତରେ ଈଶ୍ୱରଙ୍କ ପୁତ୍ର, କାହିଁକି କ୍ରୁଶରୁ ଓହ୍ଲାଇ ଆସୁନ? ତୁମେ ଓହ୍ଲାଇ ଆସ, ଆମକୁ ବି ରକ୍ଷା କର, ତାହେଲେ ଆମେମାନେ ବିଶ୍ୱାସ କରିବୁ ବା ସମସ୍ତେ ବିଶ୍ୱାସ କରିବେ। କିନ୍ତୁ ଆଉ ଜଣେ ଚୋର କହୁଛି ଯେ ଚୁପ୍ କର, କାରଣ ଆମେମାନେ ଏ ସମସ୍ତ ଦଣ୍ଡ ପାଇବା ନିମନ୍ତେ ଯୋଗ୍ୟ, କାରଣ ଆମେ ଭୁଲ କରିଛୁ। କିନ୍ତୁ ପ୍ରଭୁ ଯୀଶୁ ସେ କୌଣସି ଭୁଲ କରିନାହାନ୍ତି। ଆଉ ଗୋଟେ ବିଷୟ ସେ କହିଥିଲା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ, ହେ ପ୍ରଭୁ, ଯଦି ଆପଣ ନିଜ ରାଜ୍ୟକୁ ଯିବେ, ମୋତେ ଟିକେ ସ୍ମରଣ କରିବେ। ସେ କେବଳ ସ୍ମରଣ କରିବା ନିମନ୍ତେ କହିଥିଲା। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କୁ ସେ ଚୋରକୁ ଏତେ ବଡ଼ ଗୋଟେ ଗିଫ୍ଟ ଦେଇଦେଲେ, ଉପହାର ଦେଇଦେଲେ। ଆଉ ସେ କହିଲେ, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। ଏ ସମସ୍ତ ବିଷୟ ଲେଖା ଅଛି ବାଇବେଲରେ। ଗତ ଭିଡ଼ିଓରେ ମଧ୍ୟ ଆମେ ଆଲୋଚନା କରିଅଛୁ। ଯଦି ଆପଣ ଦେଖିନାହାନ୍ତି, ଯାଇକି ଆପଣ ଦେଖିପାରିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ତାହାଙ୍କ ପ୍ରହାରରେ ଆମେ ସୁସ୍ଥ ହେଲୁ। ଅନେକ କହନ୍ତି ଯେ ତେବେ ହସ୍ପିଟାଲ କାହିଁ ଖୋଲା ହେଇଛି? ହସ୍ପିଟାଲ ଅବିଶ୍ୱାସୀମାନଙ୍କ ନିମନ୍ତେ। ହଁ ପ୍ରିୟ ବନ୍ଧୁଗଣ, ହସ୍ପିଟାଲ ହେଉଛି ଅବିଶ୍ୱାସୀମାନଙ୍କ ନିମନ୍ତେ। ଅବିଶ୍ୱାସୀର ଅର୍ଥ ହେଉଛି
ଅବିଶ୍ୱାସୀର ଅର୍ଥ ଏହା ନୁହେଁ ଯେ ସେ ଯୀଶୁଙ୍କୁ ଜାଣିନଥିବ, ହିନ୍ଦୁ ହେଇଥିବ, ସେମିତି ନୁହେଁ। ଆମର ଖ୍ରୀଷ୍ଟିଆନ ସମାଜ ଭିତରେ ବି ଅନେକ ଅବିଶ୍ୱାସୀ ଅଛନ୍ତି, ଆଉ ଯେଉଁମାନେ କି ପ୍ରଭୁଙ୍କର ଶକ୍ତିକୁ ସନ୍ଦେହ କରନ୍ତି। ମୁଁ ଭଲ ହେବି ନା ନାହିଁ, ମୋ ରୋଗ ଭଲ ହେବ ନା ନାହିଁ। ସେମିତି ଲୋକମାନେ କେବେ ବି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସୁସ୍ଥ ହେବେ ନାହିଁ, କାରଣ ସୁସ୍ଥ ହେବା ନିମନ୍ତେ ପୂର୍ଣ୍ଣ ବିଶ୍ୱାସ ଦରକାର। ଆଉ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣି ସୁଦ୍ଧା ତାଙ୍କ ଭିତରେ ସନ୍ଦେହ ରହିଛି, ହସ୍ପିଟାଲ ସେମାନଙ୍କ ନିମନ୍ତେ ମଧ୍ୟ। କିନ୍ତୁ ଯିଏ ବିଶ୍ୱାସ କରୁଅଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୋ ନିମନ୍ତେ 39 ଥର କୋରଡ଼ା ପ୍ରହାର ସହିଲେ, ତାହାଙ୍କ ପ୍ରହାରରୁ ମୁଁ ସୁସ୍ଥ ହେଲି, ଆଉ ସେ ତୁରନ୍ତ ସେ ସୁସ୍ଥ ହେବ ନିଶ୍ଚିନ୍ତ ଭାବରେ। ଆଉ ଏଇ କଥା ମୁଁ ଗ୍ୟାରେଣ୍ଟି ଦେଇକି ମୁଁ କହୁଛି। ଆଉ ଗୋଟେ ସୁସ୍ଥତା ହେଉଛି ଆତ୍ମିକ ସୁସ୍ଥତା, ଆତ୍ମିକ ରୋଗ। ଆମେମାନେ ପୂର୍ବ ଜୀବନରେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାହା ବି କାମ କରିଅଛୁ, ଆଉ ସେ ସମସ୍ତ ବିଷୟ ହେଉଛି ଆତ୍ମିକ ରୋଗ। ଯେମିତିକି ଶରୀରର ଯେତେ ଅଭିଳାଷ, ଗାଲାତୀୟ ପୁସ୍ତକ ଲେଖାଯାଏ। ହଁ ପ୍ରିୟ ବନ୍ଧୁଗଣ, ଯେମିତି ବ୍ୟଭିଚାର ଗୋଟେ ହେଲା, ବିବାଦ ଗୋଟେ ହେଲା, ଦ୍ୱେଷ ଗୋଟେ ହେଲା, ସ୍ୱାର୍ଥପରତା, ରଙ୍ଗରସ, ମତ୍ତତା, ଦଳଭେଦ, ଏ ସମସ୍ତ ବିଷୟ ଲେଖା ଅଛି ଗାଲାତୀୟ ପୁସ୍ତକରେ, ଗାଲାତୀୟ 5ରେ। ଆଉ ଇଏ ହେଉଛି ସେଇ ଖମ୍ବା। ଦେଖନ୍ତୁ, ମୁଁ ଆପଣଙ୍କୁ କହିଥିଲି ମୁଁ ଆପଣଙ୍କୁ ଖୁଣ୍ଟ ଦେଖାଇବି, ଆଉ ଯେଉଁ ଖୁଣ୍ଟରେ ବା ଯେଉଁ ଖମ୍ବାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବାନ୍ଧିକି 39 ଥର କୋରଡ଼ା ପ୍ରହାର କରାଯାଇଥିଲା, ଇଏ ହେଉଛି ସେଇ ଖମ୍ବା ବା ସେଇ ଖୁଣ୍ଟ। କଲମ୍ ଫ୍ରମ୍ ଦ ପ୍ଲେସ୍ ଅଫ୍ ଫ୍ଲାଗଲେସନ୍ ଅଫ୍ ଜିଜସ୍, ଜନ୍ ଚାପ୍ଟର 19, 1-16। ଆଉ ଯେଉଁ ବ୍ୟକ୍ତି ଜଣକ ତାକୁ ସ୍ପର୍ଶ କରୁଛନ୍ତି, କେତେ ଭାଗ୍ୟବାନ ସିଏ। ସତରେ ଅନେକ ସେମାନେ ଭାବନ୍ତି ଯେ ଏଇ ଭାଗ୍ୟ ମୋର କେବେ ଆସିବ। ଯଦି ଆପଣ ବିଶ୍ୱାସର ସହିତ ମାଗିବେ, ଏଇ ଭାଗ୍ୟ ବା ଏଇ ସୁଯୋଗ ଆପଣଙ୍କ ନିମନ୍ତେ ମଧ୍ୟ ଆସିବ ନିଶ୍ଚିନ୍ତ ଭାବରେ। ଥରେ ବିଶ୍ୱାସ ରଖିକି ଆପଣ ପ୍ରାର୍ଥନା କରନ୍ତୁ, ତାପରେ ଦେଖନ୍ତୁ ପରମେଶ୍ୱର କିଭଳି ଭାବରେ ଆପଣଙ୍କ ଜୀବନରେ ଚମତ୍କାର କରୁଛନ୍ତି। ଧନ୍ୟ ସେଇମାନେ ଯେଉଁମାନେ ଏହି ସ୍ଥାନକୁ ଯାଆନ୍ତି, ପ୍ରଭୁଙ୍କୁ ବନ୍ଧା ହୋଇଥିବା ଖୁଣ୍ଟରେ ସେମାନେ ସ୍ପର୍ଶ କରନ୍ତି, ଖୁଣ୍ଟକୁ ସ୍ପର୍ଶ କରନ୍ତି। ଭାଗ୍ୟମାନ ସେମାନେ। ଆଉ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଏ ସ୍ଥାନରେ ଅନେକ ଲୋକମାନେ ଅଛନ୍ତି, ଆଉ এই ସ୍ଥାନର ନାଁ ହେଉଛି କାଲଭରୀ। କାଲଭରୀ ନାମଟା ହେଉଛି ବହୁତ ଫେମସ୍। କାଲଭରୀ, ଆଜିର କାଲଭରୀ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ଯଦି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ଆପଣ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ এই ଭିଡ଼ିଓକୁ ଆପଣ ସେୟାର କରନ୍ତୁ। ଆପଣ ସେଇମାନଙ୍କୁ এই ଭିଡ଼ିଓ ସେୟାର କରନ୍ତୁ ଯେଉଁମାନେ ପ୍ରକୃତରେ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। ଆଉ ଯେଉଁମାନେ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ, ଏ ଭିଡ଼ିଓ ସେମାନଙ୍କୁ ସେୟାର କରନ୍ତୁ ନାହିଁ। ନମସ୍କାର। ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଭେଟ ହେବ ଆପଣ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ନମସ୍କାର।